ନମସ୍କାର, ଜୟ ଜଗନ୍ନାଥ ବନ୍ଧୁଗଣ। ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଆଜିର ତିଥିକୁ। ଆସନ୍ତୁ ଜାଣିବା ଆଜିର ତିଥି ନକ୍ଷତ୍ର ସମ୍ପର୍କରେ। ଆଜି ବୈଶାଖ ମେଷ ମାସ 20 ଦିନ ମେ 3 ତାରିଖ ରବିବାର। ଶ୍ରୀ ଜଗନ୍ନାଥ ପଞ୍ଜିକା ଅନୁସାରେ ଆଜି ପୁରୀକୁ ସୂର୍ଯ୍ୟ ଉଦୟ ହେଉଛନ୍ତି 5 ଘଣ୍ଟା 20 ମିନିଟ୍ ମେଷ ରାଶିରେ 2 ଦଣ୍ଡ 45 ଲିତାରେ। ଆଜି ପୁରୀକୁ ସୂର୍ଯ୍ୟ ଅସ୍ତ ହେବେ 6 ଘଣ୍ଟା 6 ମିନିଟ୍ ତୁଳା ରାଶିରେ 3 ଦଣ୍ଡ 24 ଲିତାରେ। ଆଜିର ତିଥି ଦ୍ୱିତୀୟା ତିଥି 54 ଦଣ୍ଡ 28 ଲିତା ରାତ୍ରି 3 ଘଣ୍ଟା 9 ମିନିଟ୍ ପର୍ଯ୍ୟନ୍ତ। ଆଜିର ନକ୍ଷତ୍ର ବିଶାଖା ନକ୍ଷତ୍ର, ମଳ 6 ଦଣ୍ଡ 14 ଲିତା ଅର୍ଥ ରାତ୍ର 7 ଘଣ୍ଟା 51 ମିନିଟ୍ ପର୍ଯ୍ୟନ୍ତ। ଆଜିର ରାଶି ବିଛାଚନ୍ଦ୍ର 60 ଦଣ୍ଡ ଅହୋରାତ୍ର। ଆଜିର ଯୋଗ ବରିୟାନ ଯୋଗ 46 ଦଣ୍ଡ 15 ଲିତା ଅର୍ଥ ରାତ୍ର 11 ଘଣ୍ଟା 51 ମିନିଟ୍ ପର୍ଯ୍ୟନ୍ତ। ଆଜିର କରଣ ତୈତିଳ କରଣ 21 ଦଣ୍ଡ 30 ଲିତା ଅର୍ଥ ଦିବା 1 ଘଣ୍ଟା 57 ମିନିଟ୍ ପରେ। ଗରକରଣ 32 ଦଣ୍ଡ 58 ଲିତା ଅର୍ଥ ରାତ୍ରି 3 ଘଣ୍ଟା 8 ମିନିଟ୍ ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା। ଯୋଗିନୀ ଉତ୍ତର ଦିଗରେ ରାତ୍ରି 3 ଘଣ୍ଟା 8 ମିନିଟ୍ ପରେ ଆଗ୍ନେୟ କୋଣରେ। ସୂର୍ଯ୍ୟୋଦୟରୁ ଯାତ୍ରା ଶୁଭ। ରାତ୍ରି 3 ଘଣ୍ଟା 8 ମିନିଟ୍ ପର୍ଯ୍ୟନ୍ତ ଉତ୍ତର ଦିଗ ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ। ରାତ୍ରି 3 ଘଣ୍ଟା 8 ମିନିଟ୍ ପରେ ରାତ୍ରି ଶେଷ ପର୍ଯ୍ୟନ୍ତ ଅଗ୍ନିକୋଣ ପୂର୍ବ ଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ। ଆଜିର ଚନ୍ଦ୍ର ଶୁଦ୍ଧି ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି। ଆଜିର ତାରା ଶୁଦ୍ଧି ଦ୍ୱିଜା, ରୋହିଣୀ, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ପୂର୍ବା, ଫାଲ୍ଗୁନୀ, ହସ୍ତା, ସ୍ୱାତି, ଅନୁରାଧା, ଜ୍ୟେଷ୍ଠା, ପୂର୍ବାଷାଢ଼ା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ର ଓ ରେବତୀ ଏହି ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି ଦିବା 7 ଘଣ୍ଟା 51 ମିନିଟ୍ ପର୍ଯ୍ୟନ୍ତ ଓ ପରେ ଅଶ୍ୱିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ମଘା, ଉତ୍ତରା ଫାଲ୍ଗୁନୀ, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ମୂଳା, ଉତ୍ତରାଷାଢ଼ା, ଧନିଷ୍ଠା, ପୂର୍ବଭାଦ୍ର ଓ ରେବତୀ ଏହି ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି। ଆଜି ଜାତ ଶିଶୁର ବିଛା ରାଶି। ଆଜି ମୃତ ବ୍ୟକ୍ତିର ପୁଷ୍କର ଦୋଷ 3 ପାଦ ଦିବା 7 ଘଣ୍ଟା 51 ମିନିଟ୍ ପର୍ଯ୍ୟନ୍ତ ଓ ପରେ 2 ପାଦ ଏବଂ ରାତ୍ରି 3 ଘଣ୍ଟା 8 ମିନିଟ୍ ପରେ 1 ପାଦ ପୁଷ୍କର ଦୋଷ। ପ୍ରଥମ ରଜଦର୍ଶନେ ରଜଚକ୍ରେ ଭିକ୍ଷାସିନୀ ଦିବା 7 ଘଣ୍ଟା 51 ମିନିଟ୍ ପରେ ପୁତ୍ରିଣୀ। ନିଷିଦ୍ଧ ଖାଦ୍ୟ ବୋଇତାଳୁ। ଶୁଭ କର୍ମ 17 ନକ୍ଷତ୍ରର ତୃତୀୟ ବିଦ୍ଧ ହେତୁ ଦିବା 7 ଘଣ୍ଟା 51 ମିନିଟ୍ ପରେ ରାତ୍ରି 8 ଘଣ୍ଟା 56 ମିନିଟ୍ ମଧ୍ୟେ ରାତ୍ରି 4 ଘଣ୍ଟା 5 ମିନିଟ୍ ପରେ ରାତ୍ରି ଶେଷ ପର୍ଯ୍ୟନ୍ତ 17 ନକ୍ଷତ୍ରରେ ବିବାହ। ଦିବା 7 ଘଣ୍ଟା 51 ମିନିଟ୍ ପରେ ସୂର୍ଯ୍ୟାସ୍ତ ମଧ୍ୟେ 17 ନକ୍ଷତ୍ରରେ ଚତୁର୍ବେଦୀ ବ୍ରତ। ଗୃହପ୍ରବେଶ, ଦେବତା ଗଠନ, ଦେବତା ପ୍ରତିଷ୍ଠା, ଜଳାଶୟ ଆରମ୍ଭ ଓ ପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ତରୁ ଓ ରୁଦ୍ର ପ୍ରତିଷ୍ଠା, ବୃକ୍ଷରୋପଣ, ନୌକା ଗଠନ ଓ ଚାଳନ ଓ ଯାତ୍ରା, ନାମକରଣ, ନିଷ୍କାମନ, ଦୀକ୍ଷା ଗ୍ରହଣ, ଔଷଧକରଣ,
ହଳ ପ୍ରବାହ, ବାଣିଜ୍ୟକରଣ, ଧାନ୍ୟ ଛେଦନ ଓ ସ୍ଥାପନ ଓ ନାଟ୍ୟାରମ୍ଭ। ଶୁଭ ବେଳା, ଅମୃତ ବେଳା ପ୍ରାତଃ 6 ଘଣ୍ଟା 6 ମିନିଟରୁ 9 ଘଣ୍ଟା 18 ମିନିଟ୍ ମଧ୍ୟରେ। ରାତ୍ରି 7 ଘଣ୍ଟା 45 ମିନିଟରୁ 9 ଘଣ୍ଟା 21 ମିନିଟ୍ ମଧ୍ୟରେ। ମହେନ୍ଦ୍ର ବେଳା ପ୍ରାତଃରୁ 6 ଘଣ୍ଟା 8 ମିନିଟ୍ ମଧ୍ୟରେ, ଦିବା 12 ଘଣ୍ଟା 29 ମିନିଟରୁ 1 ଘଣ୍ଟା 17 ମିନିଟ୍ ମଧ୍ୟରେ। ରାତ୍ରି 6 ଘଣ୍ଟା 57 ମିନିଟରୁ 7 ଘଣ୍ଟା 45 ମିନିଟ୍ ମଧ୍ୟରେ। 12 ଘଣ୍ଟା 33 ମିନିଟରୁ 3 ଘଣ୍ଟା 45 ମିନିଟ୍ ମଧ୍ୟରେ। ଅଶୁଭ ବେଳା, ବାର ବେଳା ଓ କାଳ ବେଳା। ଦିବା 10 ଘଣ୍ଟା 7 ମିନିଟରୁ 1 ଘଣ୍ଟା 19 ମିନିଟ୍ ପର୍ଯ୍ୟନ୍ତ। କାଳରାତ୍ରି, ରାତ୍ରି 1 ଘଣ୍ଟା 7 ମିନିଟରୁ 2 ଘଣ୍ଟା 28 ମିନିଟ୍ ପର୍ଯ୍ୟନ୍ତ। ଆଜିର ରାଶିଫଳ। ମେଷ, ଦେହ ଅସୁସ୍ଥ। ବୃଷ, ସୁଖ ଶାନ୍ତି। ମିଥୁନ, ଆତ୍ମ ବଢ଼ିମା। କର୍କଟ, ଅନୁତାପ। ସିଂହ, ବାଧା ପ୍ରାପ୍ତ। କନ୍ୟା, କାର୍ଯ୍ୟ ସଫଳ। ତୁଳା, ମନ ଉଦ୍ବେଗ। ବିଛା, ସ୍ୱାଧୀନ ଚିନ୍ତା। ଧନୁ, କାର୍ଯ୍ୟହାନି। ମକର, ପ୍ରାଧାନ୍ୟତା। କୁମ୍ଭ, ସୁଖ ସମ୍ମାନ। ମୀନ, ଭକ୍ତିଭାବ। ଆମର ଏହି ଚ୍ୟାନେଲରେ ଦିଆଯାଉଥିବା ତଥ୍ୟ ଗୁଡ଼ିକ ଯଦି ଆପଣଙ୍କୁ ଭଲ ଲାଗୁଥାଏ, ଆମର ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରିବେ ଓ ସେୟାର ଓ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।